ତାରାତାଳି ମନ୍ଦିର ଚୋରି ଘଟଣାରେ 6 ଗିରଫ 2 ରାତି ଜଗୁଆଳୀଙ୍କ ସମେତ 4 ପୂଜକ ସାମିଲ। ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରାତାଳି ମନ୍ଦିରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରି ଘଟଣାରେ ସମ୍ପୃକ୍ତ ରହିଥିବା 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ 39,000 ଟଙ୍କା ସହ 3ଟି ବାଇକ୍, 3ଟି ମୋବାଇଲ ଫୋନ୍ ସହ ଗୋଟିଏ କଟର ମେସିନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ମନ୍ଦିରର ରାତି ଜାଗୁଆଳି ହୋଇଥିବା ବେଳେ 4 ଜଣ ସେବାୟତ ହୋଇଥିବା ସୂଚନା ଦିଆଯାଇଛି। ତେବେ ମନ୍ଦିରରୁ ମାଙ୍କ 2ଟି ରୂପା ମୁକୁଟ ଓ ଛତ୍ରୀର ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳିପାରି ନାହିଁ। ତେବେ ତଦନ୍ତ ଜାରି ରହିଛି। ଆଗକୁ ଅନ୍ୟମାନଙ୍କ ସମ୍ପୃକ୍ତି ତଦନ୍ତ ହେବା ନେଇ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାବଲ। ଗଞ୍ଜାମ ଆସିକାରୁ ରଞ୍ଜନ ରାଉତଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର। ଆମର ପ୍ରସିଦ୍ଧ ପୀଠ ମା ତାରାତାରିଣୀଙ୍କ ପୀଠରୁ ଗତ 6/11 ଚୋରି ଯିବା ରିପୋର୍ଟ ହୋଇଥିଲା ପୁରୁଷୋତ୍ତମପୁର ଥାନାରେ। ସେ ଚୋରି କେସ୍ର ତଦନ୍ତ କରି ଆମର ଥାନା ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ହୋତା ତଦନ୍ତ କରି ଆଜି ସେଥିରେ 6 ଜଣଙ୍କର ସମ୍ପୃକ୍ତି ଥିବା ପ୍ରମାଣ ଆସିଲା ପରେ 6 ଜଣଙ୍କୁ ସେଥିରେ ଗିରଫ କରାଯାଇଛି ଏବଂ ସେମାନେ ଯାହା ବ୍ୟବହାର କରିଥିଲେ, ଯେଉଁ ଯନ୍ତ୍ରରେ କାଟିଥିଲେ, ତାଲା କାଟିଥିଲେ, ହୁଣ୍ଡି କାଟିଥିଲେ, ସେ କଟର ମେସିନ୍, ହୁଣ୍ଡିରୁ ଲୁଟିଥିବା ପଇସା ଏସବୁ ରିକଭରି କରାଯାଇଛି ଏବଂ ଜପ୍ତି କରାଯାଇଛି। ଆଉ ମାଙ୍କର ଯେଉଁ ରୂପାର 2ଟି ମୁଖା ବା ମୁକୁଟ କହୁଛନ୍ତି, ଗୋଟେ ଛତ୍ରୀ, ସେ ବାବଦରେ ଆହୁରି ତଦନ୍ତ ଚାଲିଛି। ଏମାନଙ୍କୁ ଆଜି 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେଥିରେ 2 ଜଣ ଅଛନ୍ତି ଜଗୁଆଳି, ରାତ୍ରି ଜଗୁଆଳି, ଆଉ 4 ଜଣ